ନୟାଗଡ଼ରେ ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର, ମିଳୁଛି ବିପୁଳ ଜନସମର୍ଥନ। ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଡକ୍ଟର ଅରୁଣ କୁମାର ସାହୁଙ୍କ ମାରାଥନ ପ୍ରଚାର ଅନୁଷ୍ଠିତ ହୋଇଯାଇଛି। ବାଇକ୍ ଶୋଭାଯାତ୍ରା, ଗାଁ ଗାଁ ନିର୍ବାଚନ ସଭା ଅନୁଷ୍ଠିତ ହେଉଛି। ବିଧାୟକ ଡକ୍ଟର ସାହୁଙ୍କୁ ପ୍ରତ୍ୟେକ ସ୍ଥାନରେ ବିପୁଳ ଜନସମର୍ଥନ ମିଳୁଥିବା ବେଳେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରି ସାରା ଦେଶରେ ଓଡ଼ିଶାର ଟେକ ରଖିବା ପାଇଁ ସର୍ବକାଳୀନ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ କରିବା ପାଇଁ ସେ କର୍ମୀଙ୍କୁ କହିଛନ୍ତି। ଯାହା ବିକାଶ ଓ ଉନ୍ନତିମୂଳକ କାର୍ଯ୍ୟ ହେଉଛି, ତାହାକୁ ତ୍ୱରାନ୍ୱିତ କରିବା ପାଇଁ ଯୋଡ଼ି ଶଙ୍ଖରେ ମତଦାନ ପାଇଁ ସେ ଆହ୍ୱାନ ଦେଇଛନ୍ତି। ଆଜି ନୟାଗଡ଼ ବ୍ଲକର ବାଲିକୁଦିଆ, ସୁକଳଗାଡ଼ିଆ, ଆଙ୍କୁଲିପାଟଣା, କଦଳୀବସ୍ତ, ପାଲାଗୁଣ୍ଠୁଣି, ସଜନାପଡ଼ା, ସୁବଳୟା, ସାଲୁଣୀ, ଚୁଡାଖିଆ, ଖେଡ଼ବାରଣା ପ୍ରଭୃତି ସ୍ଥାନରେ ବିଧାୟକଙ୍କ ଶୋଭାଯାତ୍ରା ନିର୍ବାଚନ ପ୍ରଚାର ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରାର୍ଥୀ ଅରୁପ କୁମାର ପଟ୍ଟନାୟକ ଜଣେ ସେବା ମନୋବୃତ୍ତିର ମଣିଷ। ସେ ଡେଲାଙ୍ଗ ମାଟିର ପୁଅ। ଉଭୟ ସାଂସଦ ଓ ବିଧାୟକଙ୍କୁ ବିପୁଳ ସଂଖ୍ୟାରେ ମତଦାନ ପାଇଁ ଉପସ୍ଥିତ ନେତା ଓ କର୍ମୀ ମତ ଦେଇଛନ୍ତି। ଏହି ନିର୍ବାଚନ ଶୋଭାଯାତ୍ରା ଓ ପ୍ରଚାରରେ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ସାମିଲ ହୋଇଛନ୍ତି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ୍ ଏଜେନ୍ସି।